ବନ୍ଧୁଗଣ, ଆପଣ କେବେ ଏମିତି ଜୀବ ବିଷୟରେ ଶୁଣିଛନ୍ତି କି ଯାହାର ଦେହ ଗୋଟିଏ ନୁହେଁ, ଦୁଇଟି ନୁହେଁ, ବରଂ 9ଟି ଭିନ୍ନ ପ୍ରାଣୀଙ୍କ ଅଙ୍ଗରେ ଗଠିତ? ହଁ ଆଜ୍ଞା, ଏହା କୌଣସି କଳ୍ପନା ନୁହେଁ। ମହାଭାରତ ଏବଂ ଓଡ଼ିଆ ପରମ୍ପରାରେ ବର୍ଣ୍ଣିତ ଏହି ଦିବ୍ୟ ରୂପର ନାମ ହେଉଛି ନବଗୁଞ୍ଜର। କୁହାଯାଏ ଏହି ରୂପ ଧାରଣ କରି ସ୍ୱୟଂ ଶ୍ରୀକୃଷ୍ଣ ଅର୍ଜୁନଙ୍କର ଅହଙ୍କାରକୁ ଭାଙ୍ଗିଥିଲେ। ତେବେ ଆସନ୍ତୁ ଏହି ଅଦ୍ଭୁତ କାହାଣୀ ବିଷୟରେ କିଛି ଜାଣିବା। କୁରୁକ୍ଷେତ୍ରରେ ଭୟଙ୍କର ଯୁଦ୍ଧ ଶେଷ ହୋଇଥିଲା। ପାଣ୍ଡବମାନେ ବିଜୟୀ ହୋଇଥିଲେ ଓ ସବୁଠି ଆନନ୍ଦର ପରିବେଶ ଥିଲା। କିନ୍ତୁ ଏହି ବିଜୟ ପରେ ଅର୍ଜୁନଙ୍କ ମନରେ ଧୀରେ ଧୀରେ ଅହଙ୍କାର ଜନ୍ମ ନେଲା। ସେ ଭାବିଲେ, ମୋର ଗାଣ୍ଡିବ, ମୋର ବାଣ ଏବଂ ମୋର ବୀରତା ପାଇଁ ହିଁ ଏ ବିଜୟ ସମ୍ଭବ ହେଲା। ଅନ୍ତର୍ଯାମୀ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ମନର କଥା ବୁଝିଗଲେ। ସେ ଚାହୁଁଥିଲେ ଅର୍ଜୁନ ପୁଣି ଥରେ ବିନମ୍ରତାର ପଥକୁ ଫେରି ଆସନ୍ତୁ। ଗୋଟିଏ ଦିନ ଅର୍ଜୁନ ଏକ ଘଞ୍ଚ ଜଙ୍ଗଲ ଦେଇ ଯାଉଥିଲା ବେଳେ ହଠାତ୍ ତାଙ୍କ ସାମ୍ନାରେ ଠିଆ ହୋଇଛି ଏକ ଅଦ୍ଭୁତ ଜୀବ। ସେ ଦେଖି ତାହାକୁ ଆଶ୍ଚର୍ଯ୍ୟ ହୋଇଗଲେ। ଏଭଳି ଜୀବ ସେ ସାରା ଜଗତରେ କେବେ ବି କୋଉଠି ଦେଖିନଥିଲେ। ତାହାର ମୁଣ୍ଡ ହେଉଛି କୁକୁଡ଼ାର, କଣ୍ଠଟି ହେଉଛି ମୟୂରର, କୁବ୍ଜା ଅଂଶଟି ହେଉଛି ବୃଷଭର, ଅଣ୍ଟାଟି ହେଉଛି ସିଂହର, ଗୋଟିଏ ଗୋଡ଼ ହାତୀର, ଆଉ ଗୋଟିଏ ବାଘର, ଗୋଟିଏ ଘୋଡ଼ାର, ହରିଣର, ତା ସହିତ ଲାଞ୍ଜଟା ହେଉଛି ପୁରା ସର୍ପ ସଦୃଶ୍ୟ। ସେ ପୁଣି ଗୋଟିଏ ହାତ, ପାଦର ଯୋଉ ହାତ ସଦୃଶ୍ୟ ଥିଲା ସେଥିରେ ପୁଣି ପଦ୍ମଫୁଲ ଧରିଥିଲେ। ଏହି ଅଜବ ଦୃଶ୍ୟ ଦେଖି ଅର୍ଜୁନ ଚମକି ଉଠିଲେ। ସେ ସାଥି ସାଥି ଗାଣ୍ଡିବ ଉଠାଇ ବାଣ ଚଢ଼ାଇଲେ। କିନ୍ତୁ ଯେତେବେଳେ ସେ ବାଣ ଛାଡ଼ିବାକୁ ଯାଉଥିଲେ ତାଙ୍କ ମନ ଭିତରେ ଏକ ସ୍ୱର ଆସିଲା, ଏହା କୌଣସି ସାଧାରଣ ପ୍ରାଣୀ ନୁହେଁ। ଅର୍ଜୁନ ନିଜ ଧନୁଷ ତଳକୁ ରଖି ହାତ ଯୋଡ଼ି ପ୍ରାର୍ଥନା କଲେ। ଠିକ ସେଇ ସମୟରେ ସେଇ ନବଗୁଞ୍ଜର ରୂପ ଦେଖି ଆଲୋକରେ ଲୀନ ହୋଇଗଲା। ସେ କୋଉଠି ନା କୋଉଠି ସେ ଯୋଉ ଏକ ହାତରେ ଯୋଉ ପଦ୍ମଫୁଲ ଧରିଥିଲେ ତାକୁ ଦେଖି ସେ ଜାଣି ଯାଇଥିଲେ ଯେ ସେ ନିଶ୍ଚିନ୍ତ ଭଗବାନଙ୍କର ଆଉ ଏକ ନୀଳାବଲି। ସେ ଦିବ୍ୟ ଲୋକ ଯେପରି ଜଳି ଉଠିଲା ସେହି ସମୟରେ ପ୍ରକାଶ ପାଇଲେ ଭଗବାନ ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣ ହସିକି କହିଲେ, ହେ ପାର୍ଥ, ତୁମେ ଭାବୁଛ ଯେ ବିଜୟ କେବଳ ତୁମ ଶକ୍ତିରେ ହୋଇଛି? ନା ନା, କିନ୍ତୁ ମନେ ରଖ, ତୁମେ କେବଳ ନିମିତ୍ତ ମାତ୍ର। ସମସ୍ତ ଶକ୍ତିର ଉତ୍ସ ମୁଁ ହିଁ ଅଟେ। ଯେତେବେଳେ ବି ମଣିଷ ଅହଙ୍କାର କରେ ନା, ସେ ସତ୍ୟଠାରୁ ଦୂରେଇ ଯାଏ। ଅର୍ଜୁନଙ୍କ ଆଖିରେ ଲୁହ ଆସିଗଲା। ସେ ବୁଝିପାରିଲେ ଯେ ସେ ଅହଙ୍କାର ଶିକାର ହୋଇଥିଲେ। ସେ ଶ୍ରୀକୃଷ୍ଣଙ୍କ ପାଦ ତଳେ ପଡ଼ି କ୍ଷମା ମାଗିଲେ। ଭଗବାନ ବି ତାଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ, ବିନମ୍ରତା ହିଁ ପ୍ରକୃତ ବୀରର ପରିଚୟ। ହଁ ଆଜ୍ଞା, ନବକୁଞ୍ଜର କେବଳ ଏକ ଅଦ୍ଭୁତ ରୂପ ନୁହେଁ, ଏହା ଆମକୁ ଶିଖାଏ ଯେ ଜୀବନରେ ଯେତେବେଳେ ସଫଳତା ମିଳୁନା କାହିଁକି ଅହଙ୍କାର କେବେ କରିବା ଉଚିତ ନୁହେଁ। ତତ୍ ସହିତ ଭଗବାନ ଆଉ ଏକ ସନ୍ଦେଶ ଦେବା ପାଇଁ ଚାହୁଁଥିଲେ ଯେ ଭଗବାନ କେବଳ ମଣିଷରେ ଲୀନ ନୁହେଁ, ସେ ସମସ୍ତ ପଶୁପକ୍ଷୀ 33 କୋଟି ପ୍ରାଣୀଙ୍କ ମଧ୍ୟରେ ବି ଲୀନ ହୋଇ ଅଛନ୍ତି। ବିନମ୍ରତା ଓ ଭଗବାନଙ୍କ ପ୍ରତି ବିଶ୍ୱାସ ହିଁ ମଣିଷକୁ ମହାନ କରିଥାଏ। ଓଡ଼ିଶାର କବି ଶାରଳା ଦାସ ମଧ୍ୟ ତାଙ୍କ ଓଡ଼ିଆ ମହାଭାରତରେ ନବଗୁଞ୍ଜରଙ୍କ ଏହି ଅଦ୍ଭୁତ ବର୍ଣ୍ଣନା କରିଛନ୍ତି, ଯାହା ଓଡ଼ିଶା ଏବଂ ଓଡ଼ିଆ ସଂସ୍କୃତିରେ ଏହାକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି। ଆଶା କରୁଛି ଆପଣଙ୍କୁ ଏହି ରହସ୍ୟମୟ କାହାଣୀଟି ଭଲ ଲାଗିଥାଏ। ତେବେ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। କମେଣ୍ଟରେ ନିଶ୍ଚୟ ଲେଖିବେ ଜୟ ଶ୍ରୀକୃଷ୍ଣ। ପୁଣି ଦେଖା ହେବ ଆଉ ଏକ ରହସ୍ୟମୟ ପୌରାଣିକ କାହାଣୀ ସହ। ଜୟ ଜଗନ୍ନାଥ।